हेलो फ्रेंड्स जय जगन्नाथ। तो बलराम दासଙ୍କର ଅନ୍ୟ ଏକ ବହି ହେଉଛି କ'ଣ ନା ଶ୍ରୀମଦ୍ ଭଗବତ ଗୀତା, ଯାହାକୁ ସେ ପଦ୍ୟ ଅନୁବାଦ କରିଥିଲେ। ଆମେ ଜାଣନ୍ତି ଆମ ଭାରତୀୟ ସଂସ୍କୃତିର ବା ଆମ ଭାରତୀୟ ପରମ୍ପରା, ଆମ ଭାରତୀୟ ଧର୍ମ ଦର୍ଶନରେ ସବୁଠାରୁ ମହାନ ଗ୍ରନ୍ଥ ହିସାବରେ ଆମେ ଭଗବତ ଗୀତାକୁ ମାନନ୍ତି, ଯେଉଁଟାକି ବ୍ୟାସଦେବ ସଂସ୍କୃତରେ ଲେଖିଥିଲେ। ତ ତାର ଓଡ଼ିଆ ପଦ୍ୟାନୁବାଦ କରିଥିଲେ କିଏ ନା ଆମର ବଳରାମ ଦାସ। ତ କିଭଳି ଭାବରେ ଆଲୋଚନା କରିଥିଲେ ଆମେ ତାକୁ ଟିକେ এই ଅଧ୍ୟାୟରେ ଦେଖିନେବା। ଠିକ୍ ଅଛି। ଯେଉଁମାନେ ଏସ୍ଏସ୍ବି ନେଟ୍ କୌଣସି ବି ଏକ୍ଜାମ୍ ପାଇଁ ପ୍ରିପାରିଂ ଆପଣ ହେଉଛନ୍ତି ଓଡ଼ିଆ ଲେବୁଲ୍ରେ, ସବୁବେଳେ ଆପଣଙ୍କର ଦରକାର। ଠିକ୍ ଅଛି। ଦେଖନ୍ତୁ, ଏହି ଗ୍ରନ୍ଥଟି ଶ୍ରୀମଦ୍ ଭାଗବତ ଗୀତାର ପଦ୍ୟାନୁବାଦ ଅଟେ। ଗୀତା ଆମର ଏକ ପବିତ୍ର ଗ୍ରନ୍ଥ, ମାତ୍ର ସଂସ୍କୃତରେ ରଚିତ ହୋଇଥିବାରୁ ଏହାର ଭାବାର୍ଥ ଟିକେ ଖ୍ରୀଷ୍ଟ ହୋଇଥିବାରୁ ସାଧାରଣ ପାଠକ ଏହାକୁ ପଢ଼ି ବୁଝିପାରନ୍ତି ନାହିଁ। ଏହି ଅସୁବିଧା ଦୂର କରିବା ପାଇଁ ବଳରାମ ଦାସ ଏହାର ତତ୍ତ୍ୱକୁ ସରଳ ଓଡ଼ିଆରେ ଅନୁବାଦ କରିଥିଲେ। ମୂଳ ଗୀତାଟି ଅଷ୍ଟାଦଶ ଅଧ୍ୟାୟ ବିଶିଷ୍ଟ ଥିଲା। ମୂଳ ଯେଉଁଟା ସଂସ୍କୃତରେ, ତ ଆଲୋଚ୍ୟ ଗ୍ରନ୍ଥରେ ମଧ୍ୟ ଅଷ୍ଟାଦଶ ଅଧ୍ୟାୟ ରହିଛି। ଜଗନ୍ନାଥଙ୍କୁ ପରମ ବ୍ରହ୍ମ ଭାବେ ପରିକଳ୍ପନା କରି ତାଙ୍କ ଆଜ୍ଞା ବଳରେ ଗୀତାର ଅନୁବାଦ କାର୍ଯ୍ୟ ସେ ହାତକୁ ନେଇଥିବା କଥା ପ୍ରକାଶ କରିଛନ୍ତି। କିଏ? ବଳରାମ ଦାସ। ଗ୍ରନ୍ଥ ଶେଷରେ କବି ଗୀତା ଅବକାଶ ନାମକ ଏକ ଅଧ୍ୟାୟ ଯୋଗ କରିଛନ୍ତି, ମାନେ ଲାଷ୍ଟକୁ, ବହି ଶେଷକୁ। ଏବଂ ଏଥିରେ ସେ ନିଜ ଜୀବନର ଘଟିଥିବା ଏକ କାହାଣୀ ବର୍ଣ୍ଣନା କରିଛନ୍ତି। ନିଜ ଜୀବନର ଏକଦା ମାନେ ଦିନେ ଗଜପତି ପ୍ରତାପରୁଦ୍ର ଦେବ ବ୍ରାହ୍ମଣମାନଙ୍କ ଗହଣରେ ବ୍ରହ୍ମବିଦ୍ୟା ଶୁଣୁଥିଲେ ଶ୍ରୀମନ୍ଦିରର ମୁକ୍ତିମଣ୍ଡପରେ। ସେ ସମୟରେ ବ୍ରହ୍ମବିଦ୍ୟା ମୁକ୍ତିମଣ୍ଡପରେ, ଏଇ ଭଗବତ ଗୀତାକୁ ସେ ବ୍ରହ୍ମବିଦ୍ୟା କୁହନ୍ତି। ଏବଂ ଏହା କେଉଁଠି ଶୁଣୁଥିଲେ? ମୁକ୍ତିମଣ୍ଡପରେ। ନୃସିଂହ ନାମକ ଜଣେ ବ୍ରାହ୍ମଣ ବେତ୍ତା, ମାନେ ବ୍ରହ୍ମବେତ୍ତା ପଣ୍ଡିତ ଗୀତାକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପଢ଼ି ଓଡ଼ିଆରେ ବୁଝାଉଥିଲେ। ଏଠି ନୃସିଂହ ନାମକ ଜଣେ ବ୍ରାହ୍ମଣ ଥିଲେ, ଯିଏକି ଗୀତାକୁ ପଢ଼ୁଥିଲେ ସଂସ୍କୃତରେ ଏବଂ ଓଡ଼ିଆରେ ତାକୁ ବୁଝାଉଥିଲେ। ଶୂଦ୍ରମାନେ ବ୍ରହ୍ମବିଦ୍ୟା ଶୁଣିବା ଶାସ୍ତ୍ରସମ୍ମତ ହୋଇନଥିବାରୁ ସମସ୍ତ ଶୂଦ୍ରଙ୍କୁ ସେ ସ୍ଥାନ ପରିତ୍ୟାଗ କରିବାକୁ ପଡ଼ିଥିଲା। ସେ ସମୟରେ କ'ଣ ହେଇଥିଲା ନା ବ୍ରହ୍ମବିଦ୍ୟାକୁ କେବଳ ବ୍ରାହ୍ମଣ କ୍ଷତ୍ରିୟଙ୍କ ଛଡ଼ା ଶୂଦ୍ରମାନଙ୍କୁ ଶୁଣାଯାଉଥିଲାନି। ସେଥିପାଇଁ ସେ ସ୍ଥାନରେ କେହି ଶୂଦ୍ର ନଥିଲେ। କିନ୍ତୁ ବଳରାମ ଦାସ ବ୍ରାହ୍ମଣ ବେଶରେ ଉପସ୍ଥିତ ରହି ଗୀତା ଆଲୋଚନା ଶ୍ରବଣ କରୁଥିଲେ। କିନ୍ତୁ ଏଠି ମାନେ ବଳରାମ ଦାସ କ'ଣ ନା ବ୍ରାହ୍ମଣ ବେଶରେ ରହିକି ଶୁଣୁଥିଲେ। ମାତ୍ର ଶେଷରେ ଧରା ପଡ଼ିଗଲେ। କିନ୍ତୁ ଶେଷକୁ କ'ଣ ହେଲେ ନା ସେ ଧରା ପଡ଼ିଗଲେ ଏବଂ ତାଙ୍କୁ ମନ୍ଦିରରେ ଅଟକ ରଖାଗଲା ଏବଂ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କୁ ସନ୍ଧ୍ୟା ଯାଏ ଅଟକେଇକି ରଖିଲେ। ସନ୍ଧ୍ୟା ସମୟରେ ରାଜା ମନ୍ଦିରକୁ ଦର୍ଶନ ନିମନ୍ତେ ଆସିବା ସମୟରେ ବଳରାମ ଦାସଙ୍କୁ ତାଙ୍କ ଆଗରେ ଉପସ୍ଥିତ କରାଯାଇ ସମସ୍ତ ବିଷୟ ଜଣାଗଲା। ତାଙ୍କୁ ସନ୍ଧ୍ୟା ଯାଏ ରଖାଗଲା, ରାଜା ଆସିକି ପହଞ୍ଚିଲେ। ରାଜାଙ୍କ ଆଗରେ ବଳରାମ ଦାସଙ୍କୁ ନେଇକି ପହଞ୍ଚାଇଲେ ବ୍ରାହ୍ମଣମାନେ। ଦେଖନ୍ତୁ ଆଜ୍ଞା, ଭଗବତ ଗୀତା ହେଉଛି ଶୂଦ୍ରମାନେ ଶୁଣିବା କଥା ନୁହେଁ, କିନ୍ତୁ ଇଏ ବଳରାମ ଦାସ ଶୁଣୁଛି। ତ ରାଜା ବଳରାମ ଦାସ ବହୁତ ବିରକ୍ତି ମଧ୍ୟ ହେଲେ ଏବଂ ବଳରାମ ଦାସ କିନ୍ତୁ ଦୃଢ଼ କଣ୍ଠରେ ପ୍ରତିବାଦ କରି କହିଲେ ଯେ ବ୍ରହ୍ମବିଦ୍ୟା ଶ୍ରବଣ କେବଳ ବ୍ରାହ୍ମଣମାନଙ୍କର ଏକଚଟିଆ ନୁହେଁ। ବ୍ରହ୍ମବିଦ୍ୟା ଇଏ କିନ୍ତୁ କହିଲେ ଏକଟିଆ ବ୍ରାହ୍ମଣମାନଙ୍କର ଏକଚଟିଆ ଅଧିକାର ନୁହେଁ। ଆଚାଣ୍ଡାଳ ବ୍ରାହ୍ମଣ ଏହା ଚର୍ଚ୍ଚା କରିବା ନିମନ୍ତେ ହକଦାର। କହିଲେ ବ୍ରହ୍ମବିଦ୍ୟାକୁ ସମସ୍ତେ ଆଲୋଚନା କରିପାରିବେ, ଚଣ୍ଡାଳ ଠାରୁ ବ୍ରାହ୍ମଣ ପର୍ଯ୍ୟନ୍ତ। ରାଜା ଯଦି ଇଚ୍ଛା କରନ୍ତି ବାଉରି ମୁହଁରେ ମଧ୍ୟ ସେ ବ୍ରହ୍ମଜ୍ଞାନ, କହିଲେ ବାଉରି ମୁହଁରେ ମଧ୍ୟ ମୁଁ ବ୍ରହ୍ମଜ୍ଞାନ ଶୁଣାଇ ପାରିବି। ଠିକ୍ ଇଏ ହେବ କାହା ଭଳି ନା ଆମେ ଯେମିତି ଦେଖିଥିଲେ ଆମର ବଟ ଅବକାଶ, ଲଙ୍କା ଯାତ୍ରା ଆଉ ଭାବ ସମୁଦ୍ର, ଠିକ୍ ସେଭଳି ବିଷୟବସ୍ତୁଟା ଏଠି ମଧ୍ୟ ସେଇଭଳିଆ। ୟାଙ୍କର ଏଠି ଗୋଟେ ଅଲୌକିକ ଆମେ ଦେଖିଥାଏ ପାଇବା। ଅଲୌକିକ ସେ ଗୋଟେ ବାଉରି ମୁହଁରେ ହିଁ ଶୁଣେ। ଯେମିତି ଆମେ ବେଦାନ୍ତ ସାରା ଗୁପ୍ତ ଗୀତା ଦେଖିଥିଲେ ଯେ ବେଦାନ୍ତ ତତ୍ତ୍ୱ ଶୁଣେଇଲେ। ସବୁ କଥା ତାଙ୍କର ଅଲୌକିକ। ପ୍ରତ୍ୟେକ ବହିରେ କିଛି ନା କିଛି ଆମେ ଅଲୌକିକ ଦେଖତେ ପାଇବା। ୟାଦେହରେ ବି ଅଲୌକିକ ଦେଖ ଶୁଣାଇ ପାରିବେ। କହିଥିଲେ ବାଉରି ମୁହଁରେ ରାଜାଙ୍କୁ। ଏକଥା ଶୁଣି ରାଜା ତାଙ୍କୁ ପରଦିନ ପ୍ରଭାତରେ ପରୀକ୍ଷା କରିବେ ବୋଲି ଜଣାଇ ଦେଇଛନ୍ତି। ପରଦିନ ପ୍ରଭାତରେ ବଳରାମ ପରୀକ୍ଷା ସମୟ ଉପସ୍ଥିତ ହେଲା। ମନ୍ଦିର ମଧ୍ୟକୁ ବାଉରି ଆସିବା ନିଷିଦ୍ଧ ଥିବାରୁ ରାଜା ଦାସଙ୍କୁ ନିଜ ମୁଖରେ ବ୍ରହ୍ମଜ୍ଞାନ ଶୁଣିବାକୁ ଅନୁରୋଧ କଲେ। କହିଲେ ବାଉରି ଆସିବା ଦରକାର ନାହିଁ, ତୁମେ ନିଜେ କୁହ। ଦାସେ ସ୍ୱରଚିତ ଗୀତାକୁ, ମାନେ ନିଜେ ଯେଉଁ ରଚନା କରିଥିଲେ ଗୀତାକୁ ପାଠ ଏମିତି କଲେ ତଥା ସମବେତ ସମସ୍ତ ପଣ୍ଡିତଙ୍କୁ ବିସ୍ମିତ କରିଦେଲା ଏବଂ ଗ୍ରନ୍ଥଟି ସ୍ୱଚ୍ଛନ୍ଦ ଭାବାନୁବାଦ ଏକ ସାର୍ଥକ ଉଦାହରଣ। ଏହା ଅତି ସରଳ ଭାଷାରେ ରଚିତ ମଧ୍ୟ ହୋଇଛି, ବହୁତ ସରଳ ତରଳ ଭାଷାରେ। ଏହା ସର୍ବପ୍ରଥମ, ଏ ଗୀତା ଅନୁବାଦର ସର୍ବପ୍ରଥମ ଗ୍ରନ୍ଥ ଭାବରେ ମଧ୍ୟ ପରିଚିତ। ଯାହା ବି ହେଉ, ବଳରାମ ଦାସଙ୍କର ଶ୍ରୀମଦ୍ ଭଗବତ ଗୀତା ବିଷୟରେ ଜାଣିଲେ ଏବଂ ତା ପଛରେ ଗୋଟେ ଯେଉଁ ଅଲୌକିକ କାହାଣୀ ଥିଲା, ସେ ଅଲୌକିକ କାହାଣୀକି ବି ଆମେ ଦେଖିଲେ ଯେ କିଭଳି ଭାବରେ ସେ କହିଥିଲେ ଦୃଢ଼ କଣ୍ଠରେ ଯେ ମୁଁ ବାଉରି ମୁଖରେ ବ୍ରହ୍ମବିଦ୍ୟା ମଧ୍ୟ ଶୁଣାଇପାରେ। ତ ପରବର୍ତ୍ତୀ ଅବସ୍ଥାରେ ଆମେ ଆଲୋଚନା କରିବା ଲକ୍ଷ୍ମୀ ପୁରାଣ, ଯେଉଁଟାକି ସମସ୍ତେ ଏକ ପ୍ରକାର ଜାଣିଛ ଏବଂ ତା ବିଷୟରେ କ'ଣ ବଳରାମ ଦାସ କିଭଳି କାହିଁକି ଲେଖିଥିଲେ ସେ ବିଷୟରେ ମଧ୍ୟ ଆମେ ଟିକେ ଜାଣିବା ଦାଦା। ଠିକ୍ ଅଛି, ବହୁତ ବହୁତ ଧନ୍ୟବାଦ। ନେକ୍ସଟ କ୍ଲାସ୍ରେ ପୁଣି ଆପଣମାନଙ୍କ ସହିତ ଦେଖା ହେବ ମୋର। ଓକେ, ଧନ୍ୟବାଦ।